ଭାରସାମ୍ୟ ହରାଇ କ୍ଷେତକୁ ଓଲଟି ପଡ଼ିଲା ବସ୍ 15ରୁ ଅଧିକ ଆହତ 50ରୁ 60 ଥିବା ଯାତ୍ରୀ ଭର୍ତ୍ତି ଜଗାକାଳିଆ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼ କ୍ଷେତକୁ ଓଲଟି ପଡ଼ିଛି। ଦୁର୍ଘଟଣାରେ 15ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ଏକ ବଡ଼ ଘଟଣା। ଘଟଣାଟି ଘଟିଛି ନବରଙ୍ଗପୁର ନିକଟସ୍ଥ କୋରାପୁଟ ଜିଲ୍ଲା ଆଉଳି ଗାଁ ନିକଟରେ। ରାସ୍ତାକଡ଼ରେ କ୍ଷେତ ଭିତରେ ଓଲଟି ପଡ଼ିଛି ଯାତ୍ରୀବାହୀ ବସ୍। ବସ୍ର ଭଙ୍ଗା କାଚ, ଚାରିଆଡ଼େ ଛିନଭିନ ସାମଗ୍ରୀ ଆଉ ଆହତ ଯାତ୍ରୀଙ୍କ ଚିତ୍କାରରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ ଗୁଣୁପୁର ଅଭିମୁଖେ ଯାଉଥିବା ଜଗାକାଳିଆ ବସ୍ ନବରଙ୍ଗପୁରରେ ବିଳମ୍ବ ହୋଇଥିବାରୁ ଦ୍ରୁତଗତିରେ ଜୟପୁର ଅଭିମୁଖେ ଯାଉଥିଲା। ଆଉଳି ଗାଁ ନିକଟରେ ବସ୍ଟି ଭାରସାମ୍ୟ ହରାଇ ପ୍ରଥମେ ରାସ୍ତାକଡ଼ରେ ଥିବା ଡିଭାଇଡରକୁ ଧକ୍କା ଦେଇ କ୍ଷେତକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା। କେହି ବସ୍ ଭିତରେ ଫସି ରହିଥିବା ବେଳେ କେହି ନିଜ ବାହାରକୁ ଆସିଥିଲେ। ନିକଟସ୍ଥ କ୍ଷେତରେ କାମ କରୁଥିବା ଲୋକେ ସର୍ବପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ନବରଙ୍ଗପୁର ଓ ବୋରିଗୁମା ଅଗ୍ନିଶମ ବାହିନୀ ପହଞ୍ଚି ବସ୍ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ 15ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୋରିଗୁମା ଚିକିତ୍ସାଳୟକୁ ପଠାଯାଇଛି। ଏପଟେ ବୋରିଗୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେଉଁ କାରଣରୁ ବସ୍ଟି ଭାରସାମ୍ୟ ହରାଇଲା ସେ ନେଇ ତଦନ୍ତ ଚାଲିଛି। କଣ ହେଇଛି ମାନେ ଆମେ ସବୁ ନବରଙ୍ଗପୁର ଆସିଥିଲୁ। ସେ କଣ କଲା ନା ତାକୁ ସମସ୍ତେ କହୁଛନ୍ତି କି ବସ୍ କଣ୍ଟ୍ରୋଲ କର, ତଥାପି ସେ ଶୁଣିଲେନି। ମାନେ ଏମିତି ବାଡେଇକି ଆଣିଛନ୍ତି ସିଧା ସେ ସେପଟେ ଲଉଟେଇ ଦେଇଛନ୍ତି। ମାନେ ତମ ଟାଇମିଂ ଚକ୍କରରେ ସେ ଇଏ କଲେ। ତାଙ୍କୁ ସାମାନ୍ୟ ଟାଇମିଂ ପାଇଁ ବୋଲି ସେ ଛୁଆ ପିଲାମାନେ କିଛି ଦେଖିଲେନି। ଛୋଟ ଛୋଟ ପିଲା ଯେ ଆମେ ଧରିକି ଆସିଥିଲୁ ସେଇଥିରେ ବି ସେମାନେ ବୁଝିଲେନି, ଆଣିକି ସ୍ପିଡରେ ବାଡେଇ ଦେଲେ ସେ ଟିକେ। କଣ ବାଜିଛି, କଣ ହେଇଛି? ହଁ, ପିଲାମାନଙ୍କୁ ଆମ ଛୁଆ ମାନଙ୍କର ନାକ ବାକ ବୁଢୀ ମାଙ୍କ କରିକି ସବୁ ପାଟି ଫାଟି ଫାଟିଛି। ଛୁଆ ମାନଙ୍କର ବାଜିନି, ଭଲ ହେଇଛି। ଆମର 13 ଜଣ। ଗାଡିରେ କେତେ ଜଣ? ଗାଡିରେ ଆମେ ତ ମୁଁ ଜାଣିନି, କାଉଣ୍ଟିଂ କରିନି। ଆମର 13 ଜଣ ଥିଲେ। ଆଜ୍ଞା, ଇଏ କାମତାର ଯାଉଥିଲୁ ଆଉ ବସ୍ରେ ବସିଲୁ, ତାପରେ ସ୍ପିଡ ଆଣିଲା, ପଡ଼ିଗଲୁ, ଆକ୍ସିଡେଣ୍ଟ କୋଉ ହେଇଗଲା। ବସରେ ଆସୁଥିଲେ? କେମିତି ବାଜିଲା? କୋଉଠି ବାଜିଛି? ମୁଣ୍ଡରେ ବାଜିଛି। କୋଉ ବସରେ ଆସୁଥିଲେ? ଚେକେବା। ମୋ ନାଁ କାନୁ ଗୌଡ଼। କୋଉଠୁ? ଆମେ ବ୍ରହ୍ମପୁରରୁ ଆସିଥିଲୁ। ନବରଙ୍ଗପୁରରୁ ଏବେ କୋରାପୁଟ ଯାଇଥାନ୍ତୁ। କୋରାପୁଟରେ ବସିଲା ପରେ ନବରଙ୍ଗପୁର ସେ ବସଷ୍ଟାଣ୍ଡ ପାସ୍ ହେଲା ପରେ ଗୋଟେ ରାଲି ଚାଲିଥିଲା। ସେ ରାଲି ପାଖରେ ଗୋଟେ ଅଧଘଣ୍ଟାରେ ବସ୍ ରହିଥିଲା, ଛାଡ଼ିଲେନି ତାକୁ। ନ ଛାଡ଼ିଲା ବୋଧେ ଏ ଅଧଘଣ୍ଟାରେ ଟାଇମ୍ ହେଲାନି ବୋଲି ବଡ଼ ବସ୍ ପିକଅପ୍ରେ ସାର୍ ଘିନାହାନ୍ତି। ଏତେ ସାର୍ ପିକଅପ୍ ଯେ କହିବାକୁ ଆମେ ବି ମନା କରୁଛୁ, ଏତେ ପିକଅପ୍ ନେନା ବୋଲି। ଟାଇମ୍ ହେଲାନି ବୋଲି ସେ ଡ୍ରାଇଭର ବି କଣ୍ଡକ୍ଟର ଗାଳି କଲା। କେତେ ଲୋକ ଥିଲେ ଭିତରେ? ଆଉ କଣ ପ୍ରାୟ ଥିଲେ ସାର୍ 70-80 ଜଣ ଥିଲେ। କେତେ ଜଣ ମାଡ? ମାଡ ସାର୍ ଆମର 15 ଜଣରୁ ଆମର 7-8 ଜଣ ମାଡ ହେଇଛି। ପିଲା ଯାକ ଛୋଟ ପିଲା ଯାକ ମାଡ ହେଇଛି। କେମିତି ହେଲା? ଗାଡି କେମିତି ହେଇଛି? ଗାଡି ସାର୍ ଆମେ ପଛରେ ବସିଲୁ, ଆମର ଆଗରେ ସାର୍ ଦେଖିନାହାନ୍ତି, ବୁଝିଲେ। ସେ ଗାଡି ପୁରା ଫୁଲ ପିକଅପ୍ ତ ଆସିଥିଲା, ସେ କଣ୍ଟ୍ରୋଲ କରିପାରିଲେନି, କାଟିଦେଲା ଇଆରେ ଆଉ, ବୁଝିଲେ। ସେ ରାଇଟ୍ ସାଇଡ୍ ଆଇଛି ବୋଲି ଦେଖୁନାହାନ୍ତି। ମୋର ବଞ୍ଚିଛି ସାର୍, ମୋର ଛୋଟ ପିଲା ଯାକୁ ମରୁ ମୁଁ ବଞ୍ଚେଇଛି ତାଙ୍କୁ। ଜୟପୁରରୁ ଦେବଦତ୍ତ ପାଣିଙ୍କ ସହ ଉମରକୋଟର ଅଭିଷେକ ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।